हाय गुड मॉर्निंग ସମସ୍ତଙ୍କୁ ମୋର ନମସ୍କାର। ଏଟା ମୋର ପ୍ରଥମ ବ୍ଲଗ। ଆଉ ଆପଣ ଯେଉଁ ପଛରେ ଦେଖୁଛନ୍ତି ଏଟା ଆମର ଷ୍ଟଡି ହଲ୍। ଏପଟ ସାଇଡରେ ବଏଜ୍ ହଷ୍ଟେଲ ଆଉ ଏପଟ ସାଇଡରେ ଆମର ପ୍ରେୟର ହଲ୍। ଆଉ ଦେଖନ୍ତୁ ତାର ଭିଉ ସୁନ୍ଦର ଭାବରେ ବହୁତ ବଢ଼ିଆ ଲୋକେସନରେ ଅଛି। ଆଉ ସବୁ ବହୁତ ବଢ଼ିଆ ଗଛ ମଧ୍ୟ ଲଗା ହେଇଛି। ଆଉ ଏଇଟା ହେଉଛି ଆମର ଗାର୍ଲସ ହଷ୍ଟେଲକୁ ଆଉ ସ୍କୁଲକୁ ଆଉ ପଡ଼ିଆକୁ ଯିବାକୁ ରାସ୍ତା। ଆଉ ଏଇ ଯୋଉ ସାମ୍ନା ଗେଟ୍ ଏଟା ଆମ୍ବ ଗଛ ପାଖରେ ଯୋଉ ସାମ୍ନା ଗେଟ୍ ଏଟା ହେଉଛି ଝିଅ ପିଲାମାନଙ୍କ ପାଇଁ ଝିଅ ପିଲାଙ୍କର ହଷ୍ଟେଲ। ଏପଟେ ଏ ସାଇଡରେ ଆପଣ ଯଦି ସିଧା ଯିବେ ଆପଣ ଗ୍ରାଉଣ୍ଡ ଦେଖିବାକୁ ପାରିବେ। ଫୁଟବଲ ଗ୍ରାଉଣ୍ଡ ବହୁତ ବଢ଼ିଆ ସୁନ୍ଦର ପଡ଼ିଆ ଖେଳିବା ପାଇଁ କ୍ରିକେଟ ଫୁଟବଲ ସବୁ ଆପଣ ଖେଳିପାରିବେ। ହଷ୍ଟେଲରେ ନିହାତି ଖେଳ ପଡ଼ିଆ ରହିବା ଦରକାର। ଯଦି ଖେଳ ପଡ଼ିଆ ନାହିଁ ତାହେଲେ ବହୁତ ବୋରିଂ ଲାଗେ। ଦେଖନ୍ତୁ ବସିବା ପାଇଁ ସୁନ୍ଦର ପାହାଚ ମଧ୍ୟ ସେ କରିଛନ୍ତି। ବହୁତ ବଢ଼ିଆ ଦେଖାଯାଉଛି। ୱାଓ। ଏପଟରୁ ଆପଣ ଦେଖିଲେ ବ୍ୟାଗ୍ ଏ ଝିଅ ପିଲାଙ୍କ ହଷ୍ଟେଲ। ସୁନ୍ଦର ପାହାଚ ବସିକିନା ଆପଣ ଖେଳକୁ ଉପଭୋଗ କରିପାରିବେ। ଚାଲନ୍ତୁ ଆମେ ପଡ଼ିଆ ଉପରକୁ ଯିବା। ପଡ଼ିଆରେ ଆଜି ଯେହେତୁ ସକାଳେ କେହି ନାହାନ୍ତି କୁକୁରମାନେ ଏଠାରେ ତାଙ୍କର ମସ୍ତି କରୁଛନ୍ତି। এই ପଡ଼ିଆର ଗୋଟେ ପ୍ରୋବ୍ଲେମ ହେଉଛି ମଝିରେ ଯୋଉ ଖୁଣ୍ଟଟା ରହିଲା ଇଲେକ୍ଟ୍ରିକ ଖୁଣ୍ଟ ସବୁଠୁ ବଡ଼ ପ୍ରୋବ୍ଲେମ। ଦେଖନ୍ତୁ ଚାରିଆଡ଼େ ବସିବା ପାଇଁ ସୁନ୍ଦର ସୁବିଧା କରିଛନ୍ତି। ଏଇ ଯୋଉ ଟାୱାରଟା ରହିଲା ଟାୱାର କଥା এই ଟାୱାର ସକାଶେ ପଡ଼ିଆଟାକୁ ବହୁତ ସୁନ୍ଦର କରିଦେଉଛି। ନହେଲେ ଏ ପଡ଼ିଆ ଏତେ ଭଲ ପଡ଼ିଆ ଘାସ ଅଧା ଅଛି ଅଧା ନାହିଁ, କିନ୍ତୁ ସବୁ ପ୍ରକାର ଗେମ୍ ଖେଳିପାରିବେ। ଚାରିଆଡ଼େ ଦି ସାଇଡରେ ଗଛ ଲଗା ହେଇଛି। ଆରାମସେ ଆପଣ ଖରାରେ ଛାଇରେ ବସିକିନା ଖେଳ ଦେଖିପାରିବେ। ଏଟା ହେଉଛି ଆମର ସ୍ପୋର୍ଟସ ରୁମ୍। ସବୁ ସ୍ପୋର୍ଟସ ଆଇଟମ ଏଟା ରହିଛି। ଆଉ ଏପଟେ ଇଲେକ୍ଟ୍ରିକ ରୁମ୍। ଆପଣ ଯଦି ସିଧା ଦେଖିବେ ସେଇଟା ହେଉଛି ଆମର ସ୍କୁଲ। ଏଟା ହେଉଛି ବ୍ୟାକ୍ ଡୋର। ଆଉ ତା ସାଇଡରେ ବହୁତ ବଢ଼ିଆ ଭିଉ ଅଛି। ଆପଣ ଗୋଟେ ଦେଖେଇବି, ଆପଣ ବଡ଼ ମନ୍ଦାର ଦେଖିଥିବେ କି ନାହିଁ। ହିବିସ୍କସ୍ କହନ୍ତି ଇଂଲିଶରେ। ବହୁତ ବଢ଼ିଆ ଦେଖିବାକୁ ବହୁତ ବଢ଼ିଆ ଲାଗୁଛି। ଭାବୁଛେ ଗଲାବେଳେ ଆକୁ ଘରକୁ ନେଇକି ଯିବି। ଏତେ ସୁନ୍ଦର ଏଟା ବହୁତ ବଡ଼ ନାଲି ମନ୍ଦାର। ଆଉ ତା ସାଇଡରେ ତା ତଳକୁ ଅଛି ହଳଦିଆ ମନ୍ଦାର ବଡ଼ର ଏଇଟା ଆପଣ ଦେଖିପାରିବେ। ହଳଦିଆ ମନ୍ଦାର ଦୁଇଟି ଯାକ ମନ୍ଦାର ଅଛି। ଏଟା ଆପଣ କୁହନ୍ତୁ ଏଇଟା କୋଉ ଫୁଲ କୋଉ ପ୍ରକାର ଗଛ। ଏଟା ହେଉଛି ଗେଣ୍ଡୁ ଫୁଲ ଲଗେଇଛନ୍ତି। ଏଇ ଯୋଉ ଶୋ ଗଛ ଏଟା ଦେଖିବାକୁ ବହୁତ ବଢ଼ିଆ ଲାଗୁଛି। କେତେ ଭେରାଇଟି ବାମ୍ବୁ ବାଉଁଶ ଲାଗିଛି ଦେଖନ୍ତୁ। ଆଉ ଏଇଟା ହେଉଛି ଆମର ଏଣ୍ଟ୍ରାନ୍ସ। ବ୍ୟାକରୁ ଏଣ୍ଟ୍ରାନ୍ସ କରିବେ ଆପଣ ପଡ଼ିଆରୁ ଆସିଲେ ହଷ୍ଟେଲରୁ ଆସିଲେ ଏପଟରୁ ଏଣ୍ଟ୍ରାନ୍ସ। ଆପଣଙ୍କୁ ବି ଦେଖେଇବି ଏ ଗୋଟେ ବଢ଼ିଆ ଫୁଲ ଗଛ। ଏଟା ହେଉଛି ଫ୍ରଣ୍ଟ ସାଇଡ୍ ସ୍କୁଲ। ଆମର ସ୍କୁଲ ଫ୍ରଣ୍ଟ ବହୁତ ବଢ଼ିଆ ଭିଉ। ଦେଖନ୍ତୁ ଏତେ ବଢ଼ିଆ ଦେଖାଯାଉଛି। ଆଉ ଏଟା ହେଉଛି ଆସେମ୍ବଲି ପାଇଁ ପିଲାମାନେ ଛିଡ଼ା ହେବା ପାଇଁ। ଏଟା ମଧ୍ୟ ବଢ଼ିଆ ଘାସ ଅଛି ଆଉ ଦେଖିବାକୁ ବହୁତ ଭଲ ଲାଗୁଛି। ଦେଖନ୍ତୁ ଚାରିଆଡ଼େ ଗଛ ଲାଗିଛି, ଗଛରେ ପରିପୂର୍ଣ୍ଣ। ଯେତେ ଗଛ ରହିବ ସେତେ ଭଲ ଲାଗେ। ଦେଖନ୍ତୁ ଫ୍ରଣ୍ଟ ସାଇଡରୁ ସ୍କୁଲ କେମିତି ଦେଖାଯାଏ। ଆଗ ପଟରୁ କେତେ ବଡ଼ ସ୍କୁଲ।
ବଢିଆ ଦେଖାଯାଉଛି। ଏଟା ଗେଟ୍, ଆଗ ପଟରେ ଆପଣ ଯଦି ପଶିବେ ଏଣ୍ଟ୍ରାନ୍ସ, ସ୍କୁଲକୁ ପଶିବା ଗେଟ୍। ସେଇଟା ଏଟା ହଉଛି ଗେଟ୍ର ବାହାର। ବାହାରେ ମଧ୍ୟ ବହୁତ ପ୍ରକାର ଆମ୍ବ ଗଛ ଲାଗିଛି। ଏଟା ହଉଛି ନଜାରା, ଗେଟ୍ରୁ ଏଣ୍ଟ୍ରାନ୍ସ ଆପଣ ଦେଖିବେ ସ୍କୁଲ ଏପରି ଦେଖାଯାଉଛି। ଆଉ ତା ସାଇଡରେ ବହୁତ ଭଲ ଭଲ ଫୁଲ ଗଛ ମଧ୍ୟ ଲାଗିଛି। ଦେଖନ୍ତୁ ବହୁତ ବଢିଆ ଦେଖାଯାଉଛି। ଏଇଟା କୋଉ ଫୁଲ ଗଛ ଆପଣ ମତେ କମେଣ୍ଟରେ ଜଣେଇ ପାରିବେ। ବହୁତ ବଢିଆ ଦେଖାଯାଉଛି। ମତେ ଲାଗୁଛି ଏଟା ଧଳା ଟଗର ନା କଣ, ଜାଣିପାରୁନି। ଏଟା ପିଲାମାନଙ୍କୁ ଖେଳିବା ପାଇଁ, ଛୋଟ ପିଲାମାନଙ୍କର। ଆପଣ ଦେଖିପାରିବେ ବହୁତ ସୁନ୍ଦର ଶୋ ଗଛ ଗୁରା ଲାଗିଛି, ଦେଖିବାକୁ ବହୁତ ବଢିଆ ଲାଗୁଛି। ବହୁତ ଭଲ ଲାଗେ, କିନ୍ତୁ ଖାଲି ଆଖିରେ ଭିଡିଓରେ କେମିତି ଦେଖାଯାଉଛି, କିନ୍ତୁ ଖାଲି ଆଖିରେ ଦେଖିଲେ ଆପଣ ବହୁତ ଭଲ ଲାଗିବ ଆପଣଙ୍କୁ। ଏତେ ବଢିଆ ଶୋ ଗଛ ଲଗେଇଛନ୍ତି। ଆଉ ଏତେ ଗୋଟେ ପୁଷ୍ଟ ଗଛ ରହିଛି। ପୁଷ୍ଟ ଗଛ ମଧ୍ୟ ଶୋ ପାଇଁ ଆଜିକାଲି ଲୋକମାନେ ବ୍ୟବହାର କରୁଛନ୍ତି। ଆମ ଆଡେ ଏଇଟା ସବୁ ଜଙ୍ଗଲରେ ମିଳେ, ଜଙ୍ଗଲରେ ଦେଖିବାକୁ କେହି ଲଗାନ୍ତିନି। ଆଉ ଏଇଟା ହଉଛି ଗାଡି ବୁଲିବା ପାଇଁ ଯୋଉ ରାଉଣ୍ଡ କରାହେଇଛି, ଏଟା ମଧ୍ୟ ଦେଖିବାକୁ ବହୁତ ବଢିଆ ଲାଗୁଛି। ଚାରିକଡେ ଗଛ ଲଗା ହେଇଛି, ଶୋ ଗଛ। ଆଉ ଦେଖିବା ପାଇଁ ବହୁତ ଭଲ ଲାଗୁଛି। ଯଦି ଆମେ ତା ତଳକୁ ଯିବା, ତଳପଟା ନଜାରା ବହୁତ ବଢିଆ ଦେଖିବାକୁ। ତଳପଟରୁ ଏଟା ତ ଆମେ ଦେଖିଲେ ଜଷ୍ଟ, ଏଇଟା ହଉଛି ତାର ଏଣ୍ଟ୍ରାନ୍ସ। ଯଦି ପିଲାମାନେ ବାହାରୁ ଆସିବେ ଏବାଟେ ଦେଇକି ଆସନ୍ତି, ଗାଡି ବି ଯାଏ, ସବୁ କିଛି। ଦି ସାଇଡରେ ବହୁତ ଭେରାଇଟି ଫୁଲ ଗଛ ଲାଗିଛି। ଏ ଫୁଲ ଗଛର ନାଁ ମୁଁ ଜାଣିନି, କିନ୍ତୁ ଯଦି ଯିଏ ଜାଣିଛି କହିବେ। ଏତେ ବଢିଆ ଦେଖାଯାଉଛି ଏ ଫୁଲ ଗଛ। ଦି ସାଇଡରେ ଲଗେଇଛନ୍ତି ଶୋ ଗଛ ସବୁ। ଏଇ ସ୍କୁଲରେ ଖାଲି ଗଛ ହିଁ ଗଛ ଦେଖିବେ, ଭେରାଇଟି ଗଛ। ଆପଣ ସବୁ ପ୍ରକାର ଗଛ, ଆମ୍ବ, ପଣସ, ଆଉ ଅମଳା, ବହୁତ ବଢିଆ ଗଛ। ଆପଣ ସିଧା ଯିବେ, ପୁରା ଆମର ଏଣ୍ଟ୍ରାନ୍ସ। ଆମର ସେଠି ଜଣେ ସିକ୍ୟୁରିଟି ଭାଇ ଅଛନ୍ତି, ବହୁତ ଭଲ ଲୋକ। ସ୍କୁଲ ସାଇଡରେ କେତେଟା ଘର ଅଛି, ଗାଁ ଲୋକ ରହୁଛନ୍ତି ସେଠାରେ। ଏଇସବୁ ଗଛ ଖରା ସକାଶେ ମରିଯାଇଛି, ଏବେ ଧୀରେ ଧୀରେ ଗଛ ଗୁଡିକ ହଉଛି, ସବୁ ଗଛ ଗୁଡା। କିନ୍ତୁ ଗଛ ହେଲା ପରେ ଆପଣ ଦେଖିବେ ଯୋଉ ବଢିଆ ଲାଗି, ଯୋଉ ସୁନ୍ଦର ଦେଖାଯାଏ, ବା। ଏଟା ହଉଛି ଆମର ବାହାର ପଟ ଗେଟ୍। ବହୁତ ବଡ କ୍ୟାମ୍ପସ ଆକ୍ଚୁଆଲି ଏଟା। ଏଠି ସେପଟ ସାଇଡ ସିକ୍ୟୁରିଟି ରହୁଛନ୍ତି, ଏପଟ ସାଇଡରେ ଏଇଟା ହଉଛି ଗେଟ ର ବାହାର। ସେପଟରେ ବିଲ ଅଛି ଲୋକମାନଙ୍କର। ଏଇ ଯୋଉ ଗ୍ରୀନ ଗ୍ରୀନ ଦେଖାଯାଏ, ଗ୍ରୀନ ତ ବହୁତ ଭଲ ଲାଗେ ଦେଖିବାକୁ। ଯେତେ ସବୁଜ ଦେଖାଯିବ ସେତେ ଭଲ ଲାଗେ। ଏପଟେ ଲୋକମାନଙ୍କର ପୋଖରୀ ରହିଛି, ଲୋକମାନେ ମାଛ ଚାଷ କରନ୍ତି। ଶୁଖି ଯାଇଥିଲା, ପାଣି ଭର୍ତ୍ତି କରିଦେଇଛନ୍ତି। ବହୁତ ବଢିଆ ଦେଖାଯାଏ। ଏଟା ହଉଛି ବାହାର ପଟଟା। ବାହାର ପଟ ଆମର ଯୋଉ ବୋର୍ଡ ମରା ହେଇଛି, ଧଳା ଦେଖା ଯାଉଛନ୍ତି, ଧଳା ଧଳା ଦେଖାଯାଉଛି। ସେଟା ହଉଛି ଗାଁ ଟା। ଗୋଟେ ଗାଁ ରାସ୍ତା ହେଇଛି। ଯୋଉ ରାସ୍ତାରେ କି ଲୋକମାନେ ସିଆଡୁ ଆସିକି ଆଉ ସ୍କୁଲରେ ପିଲାମାନଙ୍କୁ ଛାଡିକି ଯାଆନ୍ତି। ଦେଖିବାକୁ ବହୁତ ଭଲ ଲାଗେ।
ଆପଣ ଦେଖେଇବି ସେ एंट्रेंस से सालम रेसिडेंटल पब्लिक स्कूल लिखा ही थी। एपटे हूँ गाँ रास्ता इटा देख सालम रेसिडेंटल पब्लिक स्कूल देखा जाऊनी किंतु खाली से देखिले अपन बढ़िया लगे। सालम रेसिडेंटल पब्लिक स्कूल चलतु फेरी जा पुणी आउ थे देखा जा कदली गछ पहुंची जाइए एंट्रेंस पाखे एंट्रेंस गेट को आटा हूँ मेन गेट ए गेट द्वारा पिला माने बाहर जो पिला माने आसुचंती से माने एंट्रेंस करती आउ स्कूल भीतर को जाती ये सिक्योरिटी रहे सिक्योरिटी रूम गोटे एपट साइड कूଅ अच्छी आटा हूँ व्यू एपट साइड लोक मैंने भी रोच गाँ लोक मैंने तो ये मोर वीडियो शेष हो समस्त को बाय बाय।